ପିଲାମାନେ ତୁମମାନଙ୍କୁ ଆର୍ଟ୍ସ ଏକାଡେମୀର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏଠାରେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ଆର୍ଟ୍ସର ହିଷ୍ଟ୍ରି ବହିର ଥିବା ୟୁନିଟ୍ 1 ର ଚାପ୍ଟର 3 ଯୋଉଟା ରହିଛି କ'ଣ ନା ମିଶରୀୟ ସଭ୍ୟତାର ଅବଦାନ, ଅର୍ଥାତ୍ ମିଶରବାସୀମାନେ ସାରା ବିଶ୍ୱବାସୀଙ୍କୁ କେଉଁ ସବୁ ଦ୍ରବ୍ୟମାନ ପ୍ରଦାନ କରିଛନ୍ତି সেই ବିଷୟରେ ଆଲୋଚନା କରିବା। ଯଦି ଦେଖିବା ଏଇ ଯୋଉ ପୃଥିବୀ ଇତିହାସରେ ମିଶର ସଭ୍ୟତା ଏକ ଉଲ୍ଲେଖଯୋଗ୍ୟ ସ୍ଥାନ ଅଧିକାର କରିଛି। କାରଣ ଏଇ ଯୋଉ ନୀଳ ନଦୀ କୂଳରେ ଗଢି ଉଠିଥିବା ଏଇ ଯୋଉ କାଳଜୟୀ ସଭ୍ୟତା ସାରା ବିଶ୍ୱକୁ ସେ କ'ଣ କରିଛି, ଲିଖନ ପ୍ରଣାଳୀ, ସାହିତ୍ୟ, କଳା, ସ୍ଥାପତ୍ୟ, ବିଜ୍ଞାନ, ଧର୍ମ ଧାରଣା ବିଷୟରେ କ'ଣ କରିଛି ନା ଅନେକ ତଥ୍ୟ ପ୍ରଦାନ କରିଛି। ଠିକ ଅଛି, ତାପରେ ଦେଖିବା ପ୍ରଥମେ ସାରା ବିଶ୍ୱକୁ ସେ ଦେଇଛି କାଗଜ, କଲମ, କାଳି ଏବଂ ଦୁଆତ। ଏଇ ଦ୍ରବ୍ୟ ଗୁଡିକ ସେ ପ୍ରଦାନ କରିଛି। ପ୍ରଥମେ ଯଦି ଦେଖିବା କାଗଜ ଯୋଉଟା ଆମେ କହୁଛେ ସେଇଟା ପ୍ୟାପିରସ୍ ନାମକ ଏକ ତୃଣ କ'ଣ ହଉଥିଲା ନା ନୀଳ ନଦୀ ଉପକୂଳରେ ଏମିତି କ'ଣ ହଉଥିଲା, ବଢୁଥିଲା। ଏମାନେ କ'ଣ କଲେ, ଏହାକୁ କ'ଣ କଲେ, ଏହାର ପତ୍ରକୁ ଆଣିଲେ ଏବଂ ଅଠା ସାହାଯ୍ୟରେ ସଂଯୋଗ କରି ତାକୁ ଲମ୍ବା ଲମ୍ବା ତିଆରି କଲେ। ଠିକ ଅଛି, ଏଗୁଡିକ ପ୍ରାୟ 5 ରୁ 10 ଇଞ୍ଚ ଚଉଡା ହଉଥିଲା। ଏମିତି ଦେଖିବା 5 ରୁ 10 ଇଞ୍ଚ ଚଉଡା ରହୁଥିଲା ଏବଂ ଯଦି ଦେଖିବା ଏମିତି ଲମ୍ବ ବାଟେ ଦେଖିବା ଇଏ ପାଖାପାଖି 20 ଫୁଟ ରୁ 40 ଫୁଟ ଲମ୍ବ ରହୁଥିଲା, ଯାହାକୁ ଏମିତି ଗୁଡେଇ କରିକି ରଖାଯାଉଥିଲା। ଆଉ ଆଜିର ଯୋଉ ଆମେ ପେପର କହୁଛେ, ଏଇ ପେପର ଶବ୍ଦଟି ସେତେବେଳେ ଯୋଉ ପ୍ୟାପିରସ୍, ସେ ପ୍ୟାପିରସ୍ ଶବ୍ଦରୁ ଆସିଅଛି। ଠିକ ଅଛି, ତାପରେ ଦେଖିବା ପେପର ପରେ ସେମାନେ କ'ଣ କଲେ, ଲେଖିବା ପାଇଁ ସେ କ'ଣ କଲେ, କାଳିର ଆବଶ୍ୟକତା ଏବଂ ତା ସହିତ ଦୁଆତର ଆବଶ୍ୟକତା କଲେ। ସେମାନେ ପ୍ରଥମେ କ'ଣ କଲେ, ଅରଣ୍ୟ ବୃକ୍ଷର ପତ୍ର ରସକୁ ଆଣିଲେ, ଗୋଟିଏ ପ୍ରକାର ବୃକ୍ଷ ତାର ପତ୍ର ରସକୁ ସେମାନେ ଆଣିଲେ, ସେଥିରେ କ'ଣ କଲେ ନା ଜଳ ମିଶେଇଲେ ଏବଂ ତା ସହିତ ଅଠା ମିଶେଇ କ'ଣ କଲେ, ସେଥିରେ କ'ଣ କଲେ ନା କାଳି ତିଆରି କଲେ। କିନ୍ତୁ ଯେତେବେଳେ ଏଇ ଯୋଉ ପତ୍ର ରସ ମିଳିଲା ନାହିଁ, ସେ ଅରଣ୍ୟ ବୃକ୍ଷର ପତ୍ର ରସ ମିଳିଲାନି, ସେତେବେଳେ ତାର ବିକଳ୍ପ ଭାବେ ବତୀ ଆଲୁଅର କଳା, ରୋଷେଇ ଶାଳର କଳାକୁ ବ୍ୟବହାର କରି କ'ଣ କଲେ, ତାକୁ କାଳି ବ୍ୟବହାର କଲେ। ତାପରେ ତାକୁ ରଖିବା ପାଇଁ ଏପରି ଚିନା ମାଟିର ଦୁଆତ ସବୁ ବ୍ୟବହାର କରୁଥିଲେ। ଯେତେବେଳେ ପେପର ସଇଲା ଉଦ୍ଭାବନ, ତାପରେ ନେକ୍ସଟ ଉଦ୍ଭାବନ ହେଲା କ'ଣ ନା କଲମକୁ ସେମାନେ କ'ଣ କଲେ, ସେଇ ନୀଳ ନଦୀ କୂଳର ଗୋଟିଏ ସର ତୃଣ କାଟିକି ମୁନିଆ କଲେ। ଏମିତି କ'ଣ କଲେ, ସେ ଗଛର ଛାଲିକୁ କାଟିକି ଏମିତି ମୁନିଆ କଲେ। ମୁନିଆ କଲା ପରେ କ'ଣ କଲେ ନା ସେଇ ତାକୁ କ'ଣ କଲେ, ଏଇ କାଳିରେ ବୁଡେଇକି କ'ଣ କଲେ, ଲେଖିବା ଆରମ୍ଭ କଲେ। ଯଦି ଦେଖିବା ଲେଖା ଗୁଡିକୁ ସେମାନେ କ'ଣ କରୁଥିଲେ ନା ଏଇରକମ ମାଟି ପାତ୍ରରେ ସଂଗୃହୀତ କରି ରଖୁଥିଲେ, କାରଣ ଦୀର୍ଘ ଦିନ ରହୁଥିଲା ସଂଗୃହୀତ ହେଇ। ଏବଂ ସେମାନେ ସାରା ବିଶ୍ୱକୁ ସେ କ'ଣ ପ୍ରଦାନ କଲେ ନା କାଗଜ ପ୍ରଦାନ କଲେ, କଲମ କଲେ, କାଳି, ଦୁଆତ, ଏଇ ସବୁ ଜିନିଷ ଗୁଡିକ କ'ଣ କଲେ, ପ୍ରଦାନ କଲେ। ଯଦି ଦେଖିବା ମିଶରୀୟ ସାହିତ୍ୟ ସେମାନେ ବିଭିନ୍ନ ପ୍ରକାର ବିଷୟ ଭିତ୍ତିକ ସାହିତ୍ୟ ରଚନା କରୁଥିଲେ, ଯେପରି ଜ୍ୟୋତିଷଶାସ୍ତ୍ର, ଧାତୁଶାସ୍ତ୍ର, ବୟନଶିଳ୍ପ, ଧାତୁପାତ୍ର ନିର୍ମାଣ ଏବଂ ରନ୍ଧନ ପ୍ରଣାଳୀ, ଏଇ ସବୁ ପ୍ରକାରର ସାହିତ୍ୟ ସେମାନେ ରଚନା କରୁଥିଲେ। ପ୍ରଥମେ ଯଦି ଦେଖିବା ଗଦ୍ୟ ସାହିତ୍ୟରେ ସେମାନେ କ'ଣ କରୁଥିଲେ ନା ସିନହୁରର କାହାଣୀ, ଦୁଇ ଭ୍ରାତାଙ୍କ କାହାଣୀ, ବାଗ୍ମୀ କୃଷକ କାହାଣୀ, ଅନୁପ ବିଟୋଙ୍କ କାହାଣୀ, ବିଧ୍ୱସ୍ତ ଜାହାଜର ନାବିକ, ଭାଗ୍ୟହୀନ କୁମାର ଭଳି ଗଦ୍ୟ ସାହିତ୍ୟ ସେମାନେ ରଚନା କରୁଥିଲେ। ତାପରେ ଯଦି ଦେଖିବା ସେମାନଙ୍କର ଧାର୍ମିକ ସାହିତ୍ୟ ଭିତରେ କ'ଣ ଥିଲା ନା ମୃତର ପୁସ୍ତକ, ପ୍ରବେଶ ପଥର ପୁସ୍ତକ, ବିତସ୍ମ ମଣିଷ ଓ ତାର ଆତ୍ମ ମଧ୍ୟରେ କଥୋପକଥନ, ପିରାମିଡର ପାଠ୍ୟ, ସାବାଧାରର ପାଠ୍ୟ ଏବଂ ସୂର୍ଯ୍ୟ ସ୍ତୁତି, ଏଇଗୁଡିକ ସେମାନେ କ'ଣ କରୁଥିଲେ ନା ଧାର୍ମିକ ସାହିତ୍ୟ ଭାବରେ କ'ଣ କରୁଥିଲେ ନା ଲେଖିଥିଲେ। ଏବଂ ସବୁଠୁ ଏଠି ମନେ ରଖିବା କଥା ହଉଛି ଏଇ ଯୋଉ ସୂର୍ଯ୍ୟ ସ୍ତୁତିଟି ସମ୍ରାଟ ଆଖନାଟନଙ୍କ ଦ୍ଵାରା ରଚିତ। ଠିକ ଅଛି, ସେଟା ମନେ ରଖିବାକୁ ପଡିବ। ତାପରେ ଦେଖିବା ବିଜ୍ଞାନ। ମିଶରୀୟ ମାନେ ବିଶିଷ୍ଟ ଜ୍ୟୋତିର୍ବିଦ ଥିଲେ, ଜ୍ୟୋତିର୍ବିଦ ମାନେ ଆଷ୍ଟ୍ରୋନମର ଥିଲେ। ସେମାନେ କ'ଣ କରୁଥିଲେ ନା ସୂର୍ଯ୍ୟ, ଚନ୍ଦ୍ର, ତମର ହଉଛି ଗ୍ରହ, ତାରାର ଗତି ଲକ୍ଷ୍ୟ କରୁଥିଲେ, ତା ସହିତ ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ର ପରାଗ, ନୀଳ ନଦୀର ବନ୍ୟା, ବୀଜ ପବନ ସମୟ ଭବିଷ୍ୟବାଣୀ କହୁଥିଲେ। କେଉଁ ସମୟରେ ବୀଜ ପବନ ଅର୍ଥାତ୍ ମଞ୍ଜି ପକେଇବାକୁ ହବ ସେ କଥା ସିଏ କ'ଣ କଲେ, ଭବିଷ୍ୟବାଣୀ କରୁଥିଲେ।
ଆଉ ବର୍ତ୍ତମାନ ଆମର ଯୋଉ ମାନେ ପ୍ରଚଳିତ 6ଟି ଋତୁ, ତାଙ୍କର କିନ୍ତୁ 6ଟି ଋତୁ ହଉନଥିଲା, ତାଙ୍କର 3 ଗୋଟି ଋତୁ ହଉଥିଲା। କଣ କଣ ଋତୁ? ନା ଗୋଟେ ବନ୍ୟା ପ୍ଲାବନ ଋତୁ, ମାନେ ସେ ସମୟରେ କଣ ହଉଥିଲା ନା ବନ୍ୟା ହଉଥିବାରୁ ସେଟା ବନ୍ୟା ପ୍ଲାବନ ଋତୁ କୁହାଗଲା। ତାପରେ ଶସ୍ୟ ପ୍ଲାବନ ଋତୁ, ସେଇ ସମୟରେ ସେମାନେ କଣ କହୁଥିଲେ, ଶସ୍ୟ ମାନ କଣ କହୁଥିଲେ, ପ୍ଲାବନ କରୁଥିଲେ, ଅର୍ଥାତ୍ ଶସ୍ୟ ଯୋଉ ଶସ୍ୟର ମଞ୍ଜିକି କଣ କରୁଥିଲେ ନା ଭୂମିରେ ପକେଇ ତାକୁ କଣ କରୁଥିଲେ, ପ୍ଲାବିତ କରୁଥିଲେ, ସୁଇଂ କରୁଥିଲେ ହେଲା। ତାପରେ ଶସ୍ୟ ଅମଳ ଋତୁ, ତାପରେ ଶସ୍ୟ ଅମଳ ପାଇଁ ସେମାନେ ଆଉ ଗୋଟେ ପ୍ରକାର ଋତୁ କୁ ମାନେ ତାଙ୍କ ମନ ଭିତରେ ରଖିଥିଲେ ଯେ ସେଇ ସମୟରେ ଆମେ କଣ କରିବା, ଏଇ ସମୟରେ କଣ କରିବା, ଶସ୍ୟ ଅମଳ କରିବା। ଯଦି ଦେଖିବା, ୟା ମାନବ ଜାତିର ଇତିହାସର ପ୍ରଥମ ଲିପିବଦ୍ଧ ଘଟଣା ଥିଲା। କଣ ନା ଏଇ ଯୋଉ କ୍ୟାଲେଣ୍ଡରଟି ସେମାନେ ଯୋଉ ତିଆରି କରୁଥିଲେ, ସେ କ୍ୟାଲେଣ୍ଡରଟି ଥିଲା ମାନବ ଜାତି ଇତିହାସର ଗୋଟିଏ ଶ୍ରେଷ୍ଠ ଘଟଣା। ପ୍ରଥମେ ଜୁଲିୟସ ସିଜର କଣ କରିଥିଲେ, ତାଙ୍କର ଏଇ ଯୋଉ ରୋମିଓଙ୍କ ଦ୍ୱାରା ପ୍ରଚଳିତ କ୍ୟାଲେଣ୍ଡରଟିକୁ ସେମାନେ କଣ କରିଥିଲେ ନା ଗ୍ରହଣ କରିଥିଲେ, ଏବଂ ତାପରେ ତ୍ରୟୋଦଶ ଶତାବ୍ଦୀର ଗ୍ୟାରଗୋରି ସାମାନ୍ୟ ପରିବର୍ତ୍ତନ କରି ଏହାକୁ ପ୍ରଚଳିତ କରିଥିଲେ। ସେମାନଙ୍କର ଯୋଉ କ୍ୟାଲେଣ୍ଡରଟି ରହୁଥିଲା, ସେଥିରେ ବର୍ଷକ 12 ମାସ 365 ଦିନ ରହୁଥିଲା, ମାସକ 30 ଦିନ ରହୁଥିଲା, ଦିନକ 24 ଘଣ୍ଟା, ଦିନ 12 ଘଣ୍ଟା, ରାତି 12 ଘଣ୍ଟା, ଏବଂ ଶେଷ 5 ଦିନ, ବର୍ତ୍ତମାନ ଆମର ତ ହଉଛି 365 ଦିନ ବର୍ଷକୁ, ତାଙ୍କର 360। ଆଉ ଯୋଉ 5 ଦିନ ରହିଲା, ସେଇଟା ସେ ଆମୋଦ ପ୍ରମୋଦ ଏବଂ ଭୋଜି ଭାତରେ ସମୟ ନିର୍ବାହ କରୁଥିଲେ। ଯଦି ଦେଖିବା, ଜ୍ୟାମିତି ଏବଂ ଗଣିତରେ ସେମାନଙ୍କର ପାରଦର୍ଶିତା କଣ ଥିଲା, ନା ସେମାନଙ୍କର ଉଭୟ ଜ୍ୟାମିତି ଏବଂ ଗଣିତ ପାରଦର୍ଶିତା ଥିଲା। ସେମାନେ ଯୋଗ ବିୟୋଗ ଗୁଣନ ହରଣରେ ପ୍ରବୀଣ ଥିଲେ। ଜମି ମାପିବା ପାଇଁ ତ୍ରିକୋଣ, ଚତୁର୍ଭୁଜ ଏବଂ ବର୍ଗ କ୍ଷେତ୍ରର ସେମାନଙ୍କର ଜ୍ଞାନ ଥିଲା। ବିଶାଳ ପିରାମିଡ ନିର୍ମାଣରେ ସେମାନେ ନିର୍ଭୁଲ ମାପରେ କଣ କରିଲେ, ଯାହାଫଳରେ କି ପିରାମିଡ ମାନ ନିର୍ମାଣ କରିପାରୁଥିଲେ। ଠିକ ଅଛି। ତାପରେ ଦେଖିବା ଚିକିତ୍ସା ବିଜ୍ଞାନ, ଏଡୱିନ ସ୍ମିଥ 2 ଖଣ୍ଡ ପ୍ରାଚୀନ ଚିକିତ୍ସା ଶାସ୍ତ୍ରକୁ ସେ ଅନୁବାଦ କରିଛନ୍ତି। ଠିକ ଅଛି। ଏଡୱିନ ସ୍ମିଥ ଜଣେ ଭାଷାବିତ୍, ସିଏ କଣ କରୁଛନ୍ତି ନା 2 ଖଣ୍ଡ ପ୍ରାଚୀନ ଚିକିତ୍ସା ଶାସ୍ତ୍ରକୁ କଣ କରୁଛନ୍ତି, ଅନୁବାଦ କରୁଛନ୍ତି। ଏଥିରେ ରୋଗ, ବିଭିନ୍ନ ରୋଗର କାରଣ ନିଦାନ ବିଷୟରେ ଜଣାଥିଲା, କିପରି ସେ ରୋଗ ହଉଛି ଏବଂ ତାକୁ କିପରି ଠିକ କରାଯାଇପାରିବ, ତାର ଠିକ ନୁହେଁ, ନିଦାନ ହଉଛି କଣ, ତମର ପରୀକ୍ଷା ନିରୀକ୍ଷା କରି ସେ ଦେଖିପାରୁଥିଲେ ଯେ କୋଉ ପ୍ରକାର ରୋଗ ହଉଛି। ତାପରେ ଦେଖ, ଅସ୍ତ୍ରୋପଚାର ସମ୍ବନ୍ଧରେ ତାଙ୍କ ଜ୍ଞାନ ଥିଲା। ମମିକୁ ସଂରକ୍ଷଣ କରିବା ପାଇଁ ସେମାନେ ରାସାୟନିକ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରୁଥିଲେ। ତାପରେ ଜଡା ତେଲର ଔଷଧ ଗୁଣ ସେମାନଙ୍କୁ ଜଣାଥିଲା। ମିଶରୀୟ ମାନଙ୍କୁ ବିଜ୍ଞାନର ଜନକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କଳା ସ୍ଥାପତ୍ୟ ଯଦି ଆମେ ଦେଖିବା, ଫ୍ୟାରୋ ମାନେ ମିଶରର ରାଜା, ସେମାନେ କଣ କରୁଥିଲେ ନା ମୃତ୍ୟୁ ପରେ ଆତ୍ମା ମୃତ ଶରୀର ଫେରିଆସେ ବୋଲି ବିଶ୍ୱାସ କରୁଥିବାରୁ ସେମାନେ ମୃତଦେହକୁ ସଂରକ୍ଷଣ ରଖିବା ପାଇଁ ସେମାନେ କଣ କରୁଥିଲେ ନା ମମି ଆକାରରେ କଣ କରୁଥିଲେ ନା ପିରାମିଡ ମଧ୍ୟରେ ବର୍ଷ ବର୍ଷ ଧରି ସଂରକ୍ଷିତ କରି ରଖୁଥିଲେ। ସେମାନେ କଣ କରିବେ ନା ପ୍ରଥମେ ଏମିତି ଶରୀରରେ କଣ କରିବେ, ବସ୍ତ୍ର ଆଚ୍ଛାଦିତ କରିବେ, କୌଣସି କେମିକାଲ ଦେଇକି ବସ୍ତ୍ର ଆଚ୍ଛାଦିତ କରିବେ। ତାପରେ ତାଙ୍କୁ କଣ କରୁଥିଲେ ନା ଏମିତି ଗୋଟେ କାଠ ବାକ୍ସ ଭିତରେ ରଖୁଥିଲେ ଏବଂ ଶେଷରେ ତାକୁ ଗୋଟେ ପଥର ବାକ୍ସ ଭିତରେ ରଖୁଥିଲେ। ଠିକ ଅଛି। ଇଏ ହଉଛି ତାଙ୍କର କନସେପ୍ଟ। ଯଦି ଦେଖିବା ପିରାମିଡ, ଯଦି ଦେଖିବା ସାକାର ଠାରେ ଗୋଟେ ପିରାମିଡ ଅଛି, ଯୋଉଟା କି ଇମେନ ହୋତପେ ତାକୁ ନିର୍ମାଣ କରିଥିଲେ। ସେଇ ଯୋଉ ପିରାମିଡଟି ହେଉଛି ବିଶ୍ୱର ସର୍ବପୁରାତନ ପିରାମିଡ। ସେଇପରି ଖୁପୁଙ୍କର ଗୋଟେ ପିରାମିଡ ଥିଲା ଗିଜେ ଠାରେ, ସେଟା ଫ୍ୟାରୋ ଖୁପୁ ବନେଇଥିଲେ। ଏହା ହେଲା ପୃଥିବୀର ସର୍ବବୃହତ ପିରାମିଡ। ଯଦି ଦେଖିବା ପିରାମିଡ, ଖୁପୁଙ୍କ ପିରାମିଡ ହଉଛି ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ, 7ଟି ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ। ଏବଂ ଏଇଟା ଦେଖିବା, ଏଇଟା 13 ଏକର ଭୂମି, 441 ଫୁଟ ଉଚ୍ଚତା, 2,30,000 ଖଣ୍ଡ ପ୍ରସ୍ତର ଖଣ୍ଡ ଲାଗିଛି ଏବଂ ଏକୁ ସାହାରା ମରୁଭୂମିର ଅପର ପାର୍ଶ୍ୱରେ ଥିବା ପର୍ବତରୁ ଅଣାଯାଇଥିବାରୁ ବିଶ୍ୱାସ କରାଯାଏ। ଏକୁ ପ୍ରାୟ ନିର୍ମାଣ କରିବା ପାଇଁ ପାଖାପାଖି 20 ବର୍ଷ ସମୟ ଲାଗିଥିଲା। ଠିକ ଅଛି। ତାପରେ ଦେଖିବା କେତେକ ତତ୍ତ୍ୱ, ସେମାନଙ୍କର ଯୋଉ ମାନେ ଲିଖନ ପ୍ରଣାଳୀ, ଯୋଉ ଲିପି ବ୍ୟବହାର କଲେ, ସେଥିରେ 24ଟି ବର୍ଣ୍ଣ ଥିଲା। ଲେଖନ ସାମଗ୍ରୀ ଭାବେ ପ୍ୟାପିରସ ଏବଂ ଆଧୁନିକ ପେପର ଯୋଉଟା କି ଗୋଟେ ପୂର୍ବ ରୂପ। ତେଣୁ ସେମାନେ କଣ କରୁଥିଲେ ନା ଲିଖନ ସାମଗ୍ରୀ ହିସାବରେ ପ୍ୟାପିରସ ବ୍ୟବହାର କରୁଥିଲେ। ସାହିତ୍ୟ ହିସାବରେ ଗଦ୍ୟ ସାହିତ୍ୟ, ଧାର୍ମିକ ପୁସ୍ତକ, ସୂର୍ଯ୍ୟ ସ୍ତୁତି ମାନଙ୍କର ସାହିତ୍ୟର କୃତି ଥିଲା। ଏବଂ ବିଜ୍ଞାନ, ସେମାନେ ପ୍ରଥମେ ଲିପିବଦ୍ଧ
କଣ କରିଥିଲେ ନା ବର୍ଷ ପଞ୍ଜିକାଟି ନିର୍ମାଣ କରିଥିଲେ। ପିରାମିଡରେ ସେମାନେ ନିର୍ଭୁଲ ମାପ କରୁଥିବା, ଯୋଉଟା କି ତମର ଗଣିତ ଜ୍ୟାମିତି ଜ୍ଞାନ ଥିବାର ସୂଚନା ପ୍ରଦାନ କରେ। ରୋଗ ନିଦାନ ଏବଂ ଅସ୍ତ୍ରୋପଚାର, ମମିର ସଂରକ୍ଷଣ ଅ, ଆଦି ସେମାନଙ୍କର କଣ ଥିଲା ନା ଚିକିତ୍ସା ଶାସ୍ତ୍ର ଥିଲା। ଏବଂ ତାପରେ ଦେଖିବା ଯଦି ପିରାମିଡ ସମୟକୁ ଭୟ ଦେଖାଯାଉଥିବା କୀର୍ତ୍ତି, ଅର୍ଥାତ୍ ସମୟ କଣ କରେ, ସବୁକୁ ଡରୁଥିବା ବେଳେ, ଭବିଷ୍ୟତକୁ ଡରୁଥିବା ବେଳେ ସମୟ ହଉଛି କଣ କରେ ନା ପିରାମିଡକୁ ଭୟ କରେ। ପିଲାମାନେ, ତୁମମାନଙ୍କୁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ତୁମମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଭିଡିଓଟି ଭଲ ଲାଗିଲେ ଲାଇକ୍ କରିବା ଏବଂ ତମ ସାଙ୍ଗମାନଙ୍କ ସହ ସେୟାର କରିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିଦିବ। ଲେଟେଷ୍ଟ